ଆସନ୍ତା କାଲି ମାନେ ମାର୍ଚ୍ଚ 8 ଆସିବାକୁ ଯାଉଅଛି ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତିର ଟଙ୍କା। ଆଜିର ଏହି ଭିଡିଓରେ ଆମେ ଜାଣିବା ଆସନ୍ତା କାଲି କେଉଁମାନଙ୍କର ଟଙ୍କା ଆସିବ, କେଉଁମାନଙ୍କର ଟଙ୍କା ଆସିବ ନାହିଁ। ଚ୍ୟାନେଲ ଯଦି ନୂଆ ଥାଇକି ଏ ଭିଡିଓଟିକୁ ଦେଖୁଥାନ୍ତି ତାହେଲେ ଚ୍ୟାନେଲକୁ ଏବେ ସବସ୍କ୍ରାଇବ କରନ୍ତୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ ଏବଂ ସମସ୍ତେ ଯେପରି ଠିକ୍ ଇନଫର୍ମେସନ ପାଇପାରିବେ। ଆସନ୍ତା କାଲି ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତିର ଟଙ୍କା। ଆମେ ଆଗ ଜାଣିବା କାହାର ଆସିବ, ତାପରେ ଜାଣିବା କାହାର ଆସିବ ନାହିଁ। ପ୍ରଥମ କିସ୍ତି ସମ୍ପୂର୍ଣ୍ଣ ମିଳିବା ପାଇଁକା 5ଟି ପର୍ଯ୍ୟାୟ ଲାଗିଥିଲା। ସେଥିରେ ସମସ୍ତଙ୍କୁ ଏବେ ବି ମିଳିନାହିଁ, ସେମାନେ ବି ଅପେକ୍ଷା କରିଛନ୍ତି। ତ ଯେତେବେଳେ ମାର୍ଚ୍ଚ 8 ଦ୍ୱିତୀୟ କିସ୍ତି 1,64,00,000 ମହିଳାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା, 5,032 କୋଟି ଟଙ୍କା କାଲି ମହିଳାଙ୍କ ଆକାଉଣ୍ଟକୁ ଆସିବ। ଯେଉଁମାନେ ପ୍ରଥମ କିସ୍ତିରେ ଯେକୌଣସି ପର୍ଯ୍ୟାୟର ଟଙ୍କା ପାଇଥାନ୍ତୁ, 5,000 ଟଙ୍କା ଯେକୌଣସି ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ, ତୃତୀୟ, ଚତୁର୍ଥ, ପଞ୍ଚମ ପର୍ଯ୍ୟାୟ ଯେକୌଣସି ପର୍ଯ୍ୟାୟରେ 5,000 ଟଙ୍କା ପାଇଥାନ୍ତୁ, କାଲି ଆପଣମାନେ 5,000 ଟଙ୍କା ଆଉ ଥରେ ପାଇବେ। ତାହା ଥିଲା ପ୍ରଥମ ପର୍ଯ୍ୟାୟ। କାଲି ଯେଉଁ ଟଙ୍କା 5,000 ପାଇବେ ତାହା ହେବ ଦ୍ୱିତୀୟ ପର୍ଯ୍ୟାୟ। ଆପଣମାନେ ଯେଉଁ ତାରିଖ ଯେଉଁ ପର୍ଯ୍ୟାୟରେ ବି ପାଇଥାନ୍ତୁ, କାଲି ଆଉ ଥରେ ପାଇବାକୁ ଚାହୁଁଛନ୍ତି। ଆଉ ଯେଉଁମାନଙ୍କର ଏବେ ସୁଦ୍ଧା ଆସିନାହିଁ, ଯଦି କୌଣସି ତ୍ରୁଟି ଅଛି, ସେମାନେ ଯଦି ସଂଶୋଧନ କରିଦେଇଥାନ୍ତି, କାଲି ଦ୍ୱିତୀୟ କିସ୍ତିରେ ପାଇବେ ପ୍ରଥମ କିସ୍ତିର ଟଙ୍କା ଏବଂ ଦ୍ୱିତୀୟ କିସ୍ତିର ଟଙ୍କା 10,000 ଟଙ୍କା ସେଇମାନେ ପାଇବେ ଯେଉଁମାନେ ଫର୍ମ ଆବେଦନ କରିଥିଲେ। ସମସ୍ତ ଜିନିଷ ଠିକ୍ ଥିଲା କିନ୍ତୁ ପାଇନଥିଲେ ଟଙ୍କା, ସେମାନେ କାଲି ପାଇବେ ଯଦି 10,000 ଟଙ୍କା ପାଇବେ। ଦେଖନ୍ତୁ, ଫର୍ମ ସିନା ନିଜେ କୋଉମାନେ ବି ଆବେଦନ କରିପାରିଲେ ନାହିଁ, କିନ୍ତୁ ଷ୍ଟାଟସ ନିଜ ନିଜ ମୋବାଇଲରେ ସମସ୍ତେ ଦେଖିପାରିବେ। ସୁଭଦ୍ରା ପୋର୍ଟାଲ ଖୋଲିକିରି ଆବେଦନ ସ୍ଥିତିକି ଯାଇକି ନିଜ ନିଜ ଷ୍ଟାଟସ ଦେଖିପାରିବେ। ଯେଉଁମାନେ ଭାବିବେ କାହିଁ ମୋର ଆପ୍ରୁଭ ହେଇଛି ବୋଲି ଦେଖୁନି କୌଣସି ବ୍ୟାଙ୍କ ଦ୍ୱିତୀୟ କିସ୍ତି ଆସିଛି ବୋଲି, ଦେଖନ୍ତୁ ଏତେ ମହିଳାଙ୍କ ଆକାଉଣ୍ଟକୁ ଯେହେତୁ ଟଙ୍କା ଆସିବ ତ ଅପଡେଟ ହେବା ପାଇଁ କିଛି ଟାଇମ ଲାଗିବ। ତ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ କେମିତି ଚେକ୍ କରିବେ ଆସିଛି କି ନାହିଁ ଟଙ୍କା, କୋଉ ଟୋଲ ଫ୍ରି ନମ୍ବରରୁ ଫୋନ କରିବେ, ତ ମୁଁ ପୂର୍ବ ଭିଡିଓରେ ସବୁ କହିଛି। ଆପଣମାନେ ଚାହିଁଲେ ବି ସେ ଭିଡିଓକୁ ଯାଇ ଦେଖିପାରିବେ। ଏବେ ଜାଣିବା କାଲି କାହାର ଆସିବ ନାହିଁ ଟଙ୍କା। ଯେଉଁମାନେ ଅପେକ୍ଷା କରିଛନ୍ତି ଗୋଟେ ପରେ ଗୋଟେ କିସ୍ତିର ପର୍ଯ୍ୟାୟର ଟଙ୍କା ଆସୁଛି, ସେମାନଙ୍କର ଆସୁନାହିଁ। ଏଥର ଆସିବ କି ନାହିଁ? ଯେଉଁମାନଙ୍କର ରିଜେକ୍ଟ ହୋଇଥିଲା ଜମି ଅଧିକା ଥାଇକି କିମ୍ବା ସର୍ଭିସ, ଗଭର୍ଣ୍ଣମେଣ୍ଟ ସର୍ଭିସ ପାଇଁକା କିମ୍ବା ରିଟର୍ନ ଫାଇଲ ପାଇଁକା କିମ୍ବା ସ୍କଲାରସିପ୍ ପାଇଁକା, ସେମାନଙ୍କର ମଧ୍ୟ ମାର୍ଚ୍ଚ 8 ଟଙ୍କା ଆସିବ ନାହିଁ। ଆଉ କାହାର ଆସିବ ନାହିଁ? ଯେଉଁମାନେ ଏବେ ସୁଦ୍ଧା ପାଇନାହାନ୍ତି କିନ୍ତୁ ସେମାନେ ଏବେ ସୁଦ୍ଧା ଡିବିଡି ଲିଙ୍କ କ୍ଲିୟର କଲେ ନାହିଁ କିମ୍ବା KYC ଲିଷ୍ଟ ଜନସେବା କେନ୍ଦ୍ରକୁ ଆସିଥିଲା, ସେମାନେ ବାୟୋମେଟ୍ରିକ ଦ୍ୱାରା ସେସବୁ ବି କ୍ଲିୟର କଲେ ନାହିଁ, ସେମାନଙ୍କର ଟଙ୍କା ବି ମାର୍ଚ୍ଚ 8 ଆସିବ ନାହିଁ। ଆଉ ଯାହାର ଯାହା ଡାଉଟ ଅଛି ଭିଡିଓରେ କମେଣ୍ଟ କରନ୍ତୁ ଏବଂ ଆପଣଙ୍କ ସାଙ୍ଗସାଥି, ବନ୍ଧୁ ପରିବାରରେ ଭିଡିଓଟିକୁ ସେୟାର କରନ୍ତୁ ଯଦି ଆପଣଙ୍କୁ ଭଲ ଲାଗିଛି।